Hi friends, welcome to our YouTube channel SBM Coaching Center. Friends, ବର୍ତ୍ତମାନ ଆପଣମାନଙ୍କର ତିନୋଟି ଏକ୍ଜାମ ଦଶମ ଶ୍ରେଣୀର ସରିଗଲା ଏବଂ ଆଗାମୀ ଆପଣମାନଙ୍କର ଅଛି ଜେନେରାଲ ସାଇନ୍ସ ବା ସାଧାରଣ ବିଜ୍ଞାନ। ଏହି ସାଧାରଣ ବିଜ୍ଞାନରେ ଆପଣମାନେ କେମିତି ଭଲ ନମ୍ବର ରଖିବେ ତା ପାଇଁ ଆପଣମାନଙ୍କ ପାଇଁ ବିଭିନ୍ନ ପ୍ରକାର ସିଲେକ୍ସନ କ୍ୱେଶ୍ଚିନ୍ ଏବଂ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସହିତ ଆପଣମାନଙ୍କ ପାଇଁ ପ୍ରାକ୍ଟିସ୍ ସେଟ୍ ମଧ୍ୟ ନେଇ ଆସିବି। ତ ଦେଖନ୍ତୁ ଏହି ଭିଡ଼ିଓରେ ମୁଁ ଆପଣମାନଙ୍କ ପାଇଁ ପ୍ରାକ୍ଟିସ୍ ସେଟ୍ ନେଇ ଆସିଛି। ଏହା କୌଣସି ରିଏଲ୍ କ୍ୱେଶ୍ଚିନ୍ ନୁହଁ ଏବଂ ରିଏଲ୍ କ୍ୱେଶ୍ଚିନ୍ ମଧ୍ୟ ଆପଣମାନଙ୍କୁ କେହି ଦେବେ ନାହିଁ। ଯେଉଁମାନେ କି ରିଏଲ୍ କ୍ୱେଶ୍ଚିନ୍ ପାଇଁ ଅପେକ୍ଷା କରିଛ ତାହା ଭୁଲିଯାଅ ଏବଂ ଦେଖନ୍ତୁ ଆପଣମାନେ ଯଦି ପ୍ରାକ୍ଟିସ୍ କରିବେ ତାହେଲେ ଆପଣମାନଙ୍କୁ ରିଏଲ୍ କ୍ୱେଶ୍ଚିନ୍ର ଆବଶ୍ୟକତା ନାହିଁ। ସେଥିପାଇଁ ଆପଣମାନେ ରିଏଲ୍ କ୍ୱେଶ୍ଚିନ୍ର ଅପେକ୍ଷା କରନ୍ତୁ ନାହିଁ। ନିହାତି ଆପଣମାନଙ୍କ ପାଇଁ ସମୟ ଅଛି, ଅଭ୍ୟାସ କରନ୍ତୁ, ହେଇଯିବ। ତ ଦେଖନ୍ତୁ ମୁଁ ଏଇ ଯେଉଁ କ୍ୱେଶ୍ଚିନ୍ ଗୁଡ଼ିକ ଆଣୁଛି এইଗୁଡ଼ିକ ମଧ୍ୟରେ ଆପଣମାନେ ମଧ୍ୟ ଧ୍ୟାନ ଦେଇକି ଦେଖିବେ ତାହେଲେ ଆପଣମାନଙ୍କର ନମ୍ବର ମଧ୍ୟ ଭଲ ରହିବ ଏବଂ ଏହି ଯେଉଁ ପ୍ରଶ୍ନ ଗୁଡ଼ିକ ମଧ୍ୟରୁ ବହୁତ ପ୍ରଶ୍ନ ଆପଣମାନଙ୍କୁ ଆସିବ। ତ ଭିଡ଼ିଓଟିକୁ ଦେଖନ୍ତୁ ଭଲ ଭାବରେ, ପ୍ରାକ୍ଟିସ୍ ମଧ୍ୟ କରନ୍ତୁ ଏବଂ କ୍ୱେଶ୍ଚିନ୍ ସହିତ ଜଡ଼ିତ ରୁହନ୍ତୁ, ତାହେଲେ ଆପଣମାନଙ୍କର ମାର୍କ ଭଲ ରହିବ ଏବଂ ଭଲସେ ବୁଝି ମଧ୍ୟ ପାରିବେ। ତ ଚାଲନ୍ତୁ ଆମେ ଏହି ଭିଡ଼ିଓ ଗୁଡ଼ିକରେ ଯାହା ଯାହା ମୁଁ କ୍ୱେଶ୍ଚିନ୍ ଆଣିଛି ତାହା ବର୍ତ୍ତମାନ ଦେଖିବେ ଏବଂ ନିଜେ ନିଜେ ମଧ୍ୟ ପ୍ରାକ୍ଟିସ୍ କରିବେ, ଯାହାକି ଆପଣମାନଙ୍କର ମାର୍କ ଭଲ ରହିବ। ତ ଦେଖନ୍ତୁ ଏଇଟା ଯେମିତି ଆପଣ ଲାଗିବ ଯେ ପରୀକ୍ଷା ଦେଉଛି। এই ପ୍ରଶ୍ନ ଗୁଡ଼ିକ ମଧ୍ୟରୁ ଦେଖନ୍ତୁ ମୁଁ 1 2 3 4 ପ୍ରଶ୍ନ କହିବି, ଅପସନ୍ ଗୁଡ଼ିକ ମଧ୍ୟ କହିବି, ଉତ୍ତର କହିବି। ତା ପୂର୍ବରୁ ଆପଣମାନେ ନିଜେ ନିଜେ ଉତ୍ତରକୁ ଚଏସ୍ କରନ୍ତୁ ଏବଂ କେତେ ମାର୍କ ଦେଖିବେ। ଶେଷରେ 50ଟା MCQ ମଧ୍ୟରୁ କେତେ ଆସିଲା ତାହା ନିଶ୍ଚିତ ରୂପେ ଜାଣିପାରିବେ। ତ ଚାଲନ୍ତୁ ବର୍ତ୍ତମାନ 1 ନମ୍ବର ଦେଖିବା। ଦେଖନ୍ତୁ 1 ନମ୍ବର ପ୍ରଶ୍ନ କହିଲା CuO plus H2 ଯଦି ଆମେ gives is to Cu plus H2O ଏହି ରାସାୟନିକ ପ୍ରତିକ୍ରିୟାରେ କେଉଁଟି ଜାରକ ରୂପେ କାର୍ଯ୍ୟ କରେ ବୋଲି କହିଛି। ତ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ଆପଣମାନେ ଯେଉଁଟା ଠିକ୍ ବୋଲି ଭାବୁଛନ୍ତି ସେଇଟାକୁ ଖାତାରେ ଲେଖିଦିଅନ୍ତୁ ଏବଂ ଯେତେବେଳେ ଆମେ 50ଟା MCQ ଆଲୋଚନା କରିବା ସେ MCQ ମଧ୍ୟରୁ ଆପଣମାନଙ୍କର କେତେ ଆସିଲା ନିହାତି ଜଣାଇବେ। ତ ଏହାର ସଠିକ୍ ଉତ୍ତର ମଧ୍ୟରୁ ଅପସନ୍ ସି ହେବ ରାଇଟ୍ ଆନ୍ସର, CuO। ତାପରେ ଦେଖିବା 2 ନମ୍ବର। ଦେଖନ୍ତୁ ଏ କ୍ୱେଶ୍ଚିନ୍ ଗୁଡ଼ିକ ଗ୍ୟାରେଣ୍ଟେଡ୍ ଆପଣମାନଙ୍କ ସିଲେକ୍ସନ କ୍ୱେଶ୍ଚିନ୍ ଏଗୁଡ଼ି ଦେଖନ୍ତୁ ଗ୍ୟାରେଣ୍ଟି ଆପଣମାନଙ୍କୁ କହୁଛି ନିହାତି ଏଥିରୁ ବହୁତ କ୍ୱେଶ୍ଚିନ୍ ଆସିବ। ତ 2 ନମ୍ବର ହେଲା ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅନ୍ୟ ଠାରୁ ବା ଅନ୍ୟ ଗୁଡ଼ିକ ଠାରୁ ଭିନ୍ନ। ଏ କହିଲା ହାଇଡ୍ରାଞ୍ଜିଆ, ବି କହିଲା ଅପସନ୍ କହିଛି ଲାଲ ବନ୍ଧାକୋବି, ସି କହିଛି ପେଟୁନିଆ ଏବଂ ଡି କହିଛି ଆପଣମାନଙ୍କର ଜେରାନିୟମ। ଏମାନଙ୍କ ମଧ୍ୟରୁ ତ ସଠିକ୍ ଉତ୍ତର ହେବ ପିଲେ ଅପସନ୍ ବିଟା ହେବ ଲାଲ ବନ୍ଧାକୋବି। ନେକ୍ସଟ, ଏକ ସବଳ ଅମ୍ଳ ଓ ଦୁର୍ବଳ କ୍ଷାରର pH ମୂଲ୍ୟ କେତେ ହୋଇଥାଏ? ଏକ ସବଳ ଅମ୍ଳ ଏବଂ ଦୁର୍ବଳ କ୍ଷାରର pH ମୂଲ୍ୟ ହେବ 7, ଅପସନ୍ ସି ହେବ। କେଉଁ ହାଇଡ୍ରୋକାର୍ବନରେ 3ଟି କାର୍ବନ ପରମାଣୁ ରହିଥାଏ? ପ୍ରୋପାଇନରେ। ପ୍ରୋପାଇନ ହେବ ଅପସନ୍ ସି ହେବ ପ୍ରୋପାଇନ, ଏହାର ହେବ ସଠିକ୍ ଉତ୍ତର। ଜଣେ ବାଳକ ଦର୍ପଣ ଆଡ଼କୁ 1 ମିଟର ବାଇ ସେକେଣ୍ଡ ବେଗରେ ଗତି କଲେ ଏହାର ପ୍ରତିବିମ୍ବ କେଉଁ ବେଗରେ ତା ଆଡ଼କୁ ଗତି କରିବ? କେଉଁ ଆଡ଼କୁ ନା 2 ମିଟର ବାଇ ସେକେଣ୍ଡରେ ଗତି କରିବ। କେଉଁ ପଦ୍ଧତିରେ ସଲଫାଇଡ୍ ଓର ଧାତବ ଅକ୍ସାଇଡରେ ପରିଣତ ହେବ? କେଉଁ ପଦ୍ଧତିରେ ସଲଫାଇଡ୍ ଓର ଧାତବ ଅକ୍ସାଇଡରେ ପରିଣତ ହେବ? ରୋଷ୍ଟିଂ ପଦ୍ଧତିରେ ହେବ, ଅପସନ୍ ବି ହେବ। Li ଆୟନ କାହାର ସଂରଚନା ଧାରଣ କରେ? Li ଆୟନ କାହାର ସଂରଚନା ଧାରଣ କରେ? He। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅର୍ଦ୍ଧ ପରିବାହୀ? ସିଲିକନ ହେଉଛି ପିଲେ ଅର୍ଦ୍ଧ ପରିବାହୀ, ଅପସନ୍ ବି ହେବ ସଠିକ୍ ଉତ୍ତର। ତାପରେ ଦେଖିବା 9 ନମ୍ବର। ବିଦ୍ୟୁତ ମୋଟରର କୁଣ୍ଡଳୀରେ ବିଦ୍ୟୁତ ପ୍ରବାହର ଦିଗ ପରିବର୍ତ୍ତିତ ହୁଏ। ତ ଏ କହିଛି ପ୍ରତି 2ଟି ଘୂର୍ଣ୍ଣନରେ, ପ୍ରତି ଅର୍ଦ୍ଧ ଘୂର୍ଣ୍ଣନରେ, ପ୍ରତି ଘୂର୍ଣ୍ଣନରେ, ପ୍ରତି 1/4 ଘୂର୍ଣ୍ଣନରେ। କ'ଣ ହେବ? ସିଟା ହେବ ପ୍ରତି ଅର୍ଦ୍ଧ ଘୂର୍ଣ୍ଣନରେ। ନେକ୍ସଟ, 10 ସେমি ଫୋକସ୍ ବିଶିଷ୍ଟ
10 सेमी फोकस दैर्घ्य विशिष्ट एक उत्तल लेंस द्वारा वर्धन 2 पाइबाकु हेले वस्तुटी केउठे रहिबा आवश्यक। वस्तुटी 10 सेमी और 20 सेमी मध्य रहिबा आवश्यक। तंबा धातुर सबुज आस्तरण काହାର मिश्रण अटे? तो ऑप्शन गुड़िक मध्यरु डी हबो सठिक उत्तर CO3 एवं CuH2 बा OH2। नेक्स्ट निम्नोक्त मध्यरु केउं यौगिक आल्डिहाइड श्रेणी अंतर्भुक्त? तो ऑप्शन गुड़िक मध्य देखंतु सी हबो सठिक उत्तर C3H6O। निम्नोक्त केउं मौलिक इलेक्ट्रॉन ग्रहण प्रवृत्ति अन्य गुड़ी ठारू अधिक? केउं मौलिक बोली कहिछि Fa हबो। परमाणु आकार ह्रास क्रम अनुसार निम्नोक्त केउं क्रमरे ठीक हबो? निम्नोक्त ऑप्शन देखंतु सी हबो BAMGB एटा होछि ठीक। एक परिबाही रे 10 मिनिट रे 300 सी चार्ज परिवाहित हेले प्रवाहित बा चार्ज प्रवाहित हेले प्रवाहित विद्युत स्रोत केते हबो? प्रवाहित विद्युत स्रोत हबो कोडा 0.5 एम्पियर हबो। तापर कहिछि चिप्स खोल रे भर्ती कराउथबा नाइट्रोजन गैस की प्रकार कार्य करे? प्रतिजारक कार्य करिथाय। प्रतिजारक बी हबो सठिक उत्तर। केउंटी जीवाश्म जाळेनी नुहे? केउंटी जीवाश्म जाळेनी नुहे बोली कहिछि अंगारक जीवाश्म जाळेनी नुहे। पेट्रोलियम हबो, कोक हबो, कोयला हबो, किंतु अंगारडा हबो नाही। अवक्षेप कोन? अवक्षेप एक कठिन उत्पाद। लिटमस द्रवण वर्ण परिवर्तन दृष्टि केउ लवण अन्य गुड़िक ठारू भिन्न? तो बी हबो केउंटा कहिछि तो ए हबो सठिक उत्तर। ए हबो सठिक उत्तर। तापरे क्रियाशीलता दृष्टि केउ धातु अन्य तीन ठारू बा अन्य गुड़िक ठारू भिन्न बोली कहिछि बी हबो एल्युमिनियम। जने दूरदृष्टि थिबा व्यक्तिर निकट बिंदु 50 सेमी से केउं दूरतारे वस्तु को स्पष्ट कर देखि परिबो? अनंत दूरतारे। अनंत दूरता हबो डी हबो राइट आंसर। आलोकर वायुमंडलीय प्रतिसारण जोगु केउ माने दपदप करंती? केउ माने दपदप करंती? तारका माने दपदप करंती। 12 वोल्ट कार हेडलाइट बल्ब रे 4 एम्पियर विद्युत स्रोत 10 मिनिट पर्यंत प्रवाहित हेले केते परिमाणर शक्ति स्थानांतरित हबो? तो ए हबो 0.008 किलोवाट हबो। प्रेरित विद्युतर परिमाण काहा उपर निर्भर करे नाही बोली कहिछि तो काहा उपर? कुंडली तारर प्रतिरोधता उपर निर्भर करे नाही। नेक्स्ट देखिबा एक आपतन रश्मि और समतल दर्पण मध्य कोण परिमाण 30 डिग्री। आपतन रश्मि प्रतिफलित रश्मि मध्य समुदाय कोण परिमाण केते हबो? 120 डिग्री हो पिला माने। केते डिग्री? 120 डिग्री। एथिले आपण मानकर क विभाग भौतिक विज्ञान। वर्तमान देखिया जीव विज्ञान। जीव विज्ञान रे कहिछि श्वासनळीर द्वार केउ परदा द्वारा बंद रुहे? अधिजीवा द्वारा बंद रहुछि। काहा जोगु परिसंस्थार पोषक कुंड परिपूर्ण रुहे? काहा जोगु? अपघटक मानक जोगु। ए हबो राइट आंसर। बेंग काहा द्वारा श्वासक्रिया करे? बेंग काहा द्वारा श्वासक्रिया करे? बेंग मुख गहर श्वासक्रिया करे ता सहित फुसफुस रे मध्य करे। केउं गैस रो बुद्धि जोगु विश्व तापन सृष्टि होउछि? केउं गैस रो बुद्धि जोगु विश्व तापन सृष्टि होउछि? O2 CO2 अंगारकाम्ल गैस द्वारा। पानी गरम करिबा पई केउं उपकरण व्यवहार करा जाय? एहर ऑप्शन गुड मधुर डी हबो सौर उतापक। केउं जीवटी सारस व्याधिर मध्यवर्ती पोषक? केउं जीवटी सारस व्याधिर मध्यवर्ती पोषक? तो ऑप्शन गुडी मध्यरु सीबेट हबो राइट आंसर होतली।
ଗୋବର ଗ୍ୟାସ୍ ଜାଳେଣୀ ଶୁଖିଲା ଗୋବର ଠାରୁ କେତେ ଗୁଣ ଦକ୍ଷ? ଗୋବର ଗ୍ୟାସ୍ ଜାଳେଣୀ ତ ଏମାନଙ୍କ ମଧ୍ୟରୁ ସଠିକ ଉତ୍ତର କୋଉଟା ହବ? ସଠିକ ଉତ୍ତର 6 ଗୁଣ ଦକ୍ଷ ପିଲେ। ବି ହବ ରାଇଟ୍ ଆନ୍ସର। ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥର ବିଘଟନ ଦ୍ୱାରା କେଉଁ ଗ୍ୟାସ୍ ସୃଷ୍ଟି ହୋଇଥାଏ? ଜୈବ ଗ୍ୟାସ୍ ସୃଷ୍ଟି ହୋଇଥାଏ। କେଉଁ ଗ୍ୟାସ୍? ଡି ହବ ରାଇଟ୍ ଆନ୍ସର, ଜୈବ ଗ୍ୟାସ୍। ନେକ୍ସଟ ଦେଖିବା 34 ନମ୍ବର। ଅନ୍ତଃରୋପଣରେ ଗ୍ୟାଷ୍ଟ୍ରୁଲେସନ ପ୍ରକ୍ରିୟା ଦ୍ୱାରା କ'ଣ ତିଆରି ହୁଏ? ନା ଗ୍ୟାଷ୍ଟ୍ରୁଲା ତିଆରି ହୁଏ। ଡି ହବ ରାଇଟ୍ ଆନ୍ସର। ତାପରେ ଦେଖିବା ଶରୀରରେ ପୁଷ୍ଟିସାର ଚୟାପଚୟ ଫଳରେ କ'ଣ ସୃଷ୍ଟି ହୋଇଥାଏ? କୋଉଟା ହବ? ଗ୍ଲୁକୋଜ ନା ୟୁରିଆ, ଏମୋନିଆ ନା ୟୁରିକ ଅମ୍ଳ? ତ ହବ ଆମୋନିଆ ହବ, ଆମୋନିଆ। ଗୋଟିଏ ଘାସ ପଡିଆ ପରିସଂସ୍ଥାରେ ଠେକୁଆ ଏକ କ'ଣ? ଠେକୁଆ ଗୋଟେ ପ୍ରଥମ ଭକ୍ଷକ, ପ୍ରାଥମିକ ଭକ୍ଷକ ହବ ଠେକୁଆ। ପକ୍ଷୀ ହୃତ୍ପିଣ୍ଡରେ କେତୋଟି ସଂଖ୍ୟା, ପକ୍ଷୀ ହୃତ୍ପିଣ୍ଡରେ କୋଠରୀ ସଂଖ୍ୟା କେତେ ରହିଥାଏ? ପକ୍ଷୀର ହୃତ୍ପିଣ୍ଡରେ 4ଟି ପକ୍ଷୀର ମାନେ ପ୍ରକୋଷ୍ଠ ରହିଥାଏ, କୋଠରୀ। ନେକ୍ସଟ 38 ନମ୍ବର। ମକାର ଭ୍ରୂଣ କୋଷରେ ଗୁଣସୂତ୍ର ସଂଖ୍ୟା କେତେ? 30। ମକାର 30 ହବ। ଆଲୋକ ଶ୍ଲେଷଣର ଅନ୍ଧକାର ପ୍ରକ୍ରିୟା, ଆଲୋକ ଶ୍ଲେଷଣ ପ୍ରକ୍ରିୟା ପତ୍ରରେ ଆଲୋକ ଶ୍ଲେଷଣ ପ୍ରକ୍ରିୟା ବା ଆଲୋକ ପ୍ରକ୍ରିୟା ପତ୍ରରେ କେଉଁଠାରେ ହୋଇଥାଏ? ହରିତ ଲବକରେ ହୋଇଥାଏ। କୋଉଠି? ହରିତ ଲବକ। ଗୋବର ଗ୍ୟାସରେ ମିଥେନ ପରିମାଣ ଶତକଡ଼ା କେତେ ଭାଗ? ଗୋବର ଗ୍ୟାସର ମିଥେନ ପରିମାଣ ଶତକଡ଼ା 65 ରୁ 75। ମୃତ ଉଦ୍ଭିଦର ଦେହାବଶେଷରୁ କ'ଣ ସୃଷ୍ଟି ହୋଇଥାଏ? ମୃତ ଅବଶେଷର ଦେହାବଶେଷରୁ କୋଇଲା ସୃଷ୍ଟି ହୋଇଥାଏ। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି କାହା ଉପରେ କାର୍ଯ୍ୟ କରୁଛି? କାହା ଉପରେ? ବନ୍ୟ ଜୀବ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଉପରେ ନିର୍ଭର କରୁଛି। ଡି ହବ ରାଇଟ୍ ଆନ୍ସର। ନେକ୍ସଟ, ଆଲୋକ ଶ୍ଲେଷଣ ଅନ୍ଧକାର ପ୍ରକ୍ରିୟା ପାଇଁ କ'ଣ ଆବଶ୍ୟକ? ଅଙ୍ଗାରକାମ୍ଳ ନିହାତି ଆବଶ୍ୟକ ପିଲେ, ଅଙ୍ଗାରକାମ୍ଳ ଆବଶ୍ୟକ ହୋଇଥାଏ। ଆଲୋକ ପ୍ରକ୍ରିୟା ପାଇଁ କ'ଣ ଆବଶ୍ୟକ? ଆଲୋକ ପ୍ରକ୍ରିୟା ପାଇଁ କ'ଣ ଆବଶ୍ୟକ? ଦେଖନ୍ତୁ ଆଲୋକ ପ୍ରକ୍ରିୟା ପାଇଁ ଆଲୋକ ପ୍ରକ୍ରିୟା ପାଇଁ କ'ଣ ଆବଶ୍ୟକ? କ୍ଲୋରୋଫିଲ୍, ଜଳ, ଆଲୋକ, ଏଇ 3ଟା ଜିନିଷ ଆପଣମାନଙ୍କୁ ଆବଶ୍ୟକ ହୋଇଥାଏ। ମାଛ ଶରୀରରେ କେତୋଟି ପ୍ରକୋଷ ବିଶିଷ୍ଟ ହୃତ୍ପିଣ୍ଡ ରହିଥାଏ? ମାଛ ଶରୀରରେ 2 ପ୍ରକୋଷ ବିଶିଷ୍ଟ ହୃତ୍ପିଣ୍ଡ ରହିଥାଏ। କେଉଁଟି ସରନ୍ତି ଶକ୍ତିର ଉତ୍ସ? କୋଇଲା ଗୋଟେ ସରନ୍ତି ଶକ୍ତିର ଉତ୍ସ। କାହିଁକି ନା ସୂର୍ଯ୍ୟ ଅସରନ୍ତି ହବ, ଜଳ ଅସରନ୍ତି, ବାୟୁ ମଧ୍ୟ ଅସରନ୍ତି। ସରନ୍ତି କୋଉଟା ହବ? କୋଇଲା। ନେକ୍ସଟ, ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଜୀବକୁ କ'ଣ କୁହାଯାଏ? ଯୋଉମାନେ କି ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରନ୍ତି, ତମେ ଆପଣମାନେ ଜାଣିଛନ୍ତି ପିଲାବେଳରୁ, ପରଭୋଜି। ପତ୍ର କ୍ଲୋରୋପ୍ଲାଷ୍ଟ ମଧ୍ୟରେ ଥିବା ଥାଇଲାକଏଡ୍ ଥାକଗୁଡ଼ିକ କ'ଣ କହନ୍ତି? ଗ୍ରୀନା କହନ୍ତି। ଗ୍ରାନା। ମରୁ ଉଦ୍ଭିଦ ମାନେ କେଉଁ ସମୟରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରନ୍ତି? ଅଙ୍ଗାରକାମ୍ଳ ରାତି ବେଳେ ଅଙ୍ଗାରକାମ୍ଳ ଗ୍ରହଣ କରନ୍ତି। ନେକ୍ସଟ, ଲାଷ୍ଟ କ୍ୱେଶ୍ଚିନ୍, ଉଦ୍ଭିଦରେ ଜଳ ପରିବହନ କେଉଁ ଟିସ୍ୟୁ ମାଧ୍ୟମରେ ହୋଇଥାଏ? ଉଦ୍ଭିଦରେ ଜଳ ପରିବହନ ଜାଇଲମ ଟିସ୍ୟୁ ମାଧ୍ୟମରେ ହୋଇଥାଏ ପିଲେ। କେଉଁ ଟିସ୍ୟୁ? ଜାଇଲମ। ପିଲାମାନେ ବର୍ତ୍ତମାନ ଆମେ ଏହାର 50ଟା MCQ ଆଲୋଚନା କଲେ। କେତୋଟି? MCQ 50ଟା ଆଲୋଚନା କଲେ। ଏବଂ ଯଦି ଆପଣମାନେ ପ୍ରାକ୍ଟିସ କରୁଛନ୍ତି ତାହେଲେ 50ରୁ ଆପଣମାନଙ୍କର କେତେ ମାର୍କ ରହିଲା ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଏବଂ ତାପରେ ଆମେ ବର୍ତ୍ତମାନ ଦେଖିବା ଏହାର ଲଙ୍ଗ କ୍ୱେଶ୍ଚିନ୍। ନେକ୍ସଟ ଭିଡ଼ିଓ ନେଇ ଆସିବି, ଲଙ୍ଗ କ୍ୱେଶ୍ଚିନ୍ ଗୁଡ଼ିକ ଆମେ ଡିସ୍କସନ କରିବା। ରହୁଛି ପିଲାମାନେ, ପରବର୍ତ୍ତୀ ଭିଡ଼ିଓରେ ଆମେ ନେକ୍ସଟ ଭିଡ଼ିଓ ନେଇ ଆସିବି। ସେତେବେଳେ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ଆମର କ'ଣ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ।